ନମସ୍କାର। ଆଜିର ପ୍ରଶ୍ନ ରହୁଛେ ନନ୍ଦୀ କେଶରୀ ତମକେ ଏ PDF ଦରକାର ଅଛି ବେଲେ ଆମକେ ହ୍ୱାଟ୍ସଆପ୍ କରୁନ୍। ମାତ୍ର 50 ଟଙ୍କା PDF ଅଛି, ବହି PDF 50 ଟଙ୍କା ଅଛି। ପାଠ ପୁସ୍ତକର ନମ୍ବର 1 ପ୍ରଶ୍ନ ଉତ୍ତର, ଯେନ୍ଟାକି 1 ମାର୍କିଆ ରହୁଛି। ଗୋଟେ ପ୍ରଶ୍ନର 1 ମାର୍କା। ଧାଡ଼ି ଧାଡ଼ି ଶିବିର କେଉଁଠି ଶୋଭା ପାଉଥିଲା? କୋଠା ଯୋଡ଼ି ତୀରରେ। ଶୁଭ୍ର ତମ୍ବୁଗୁଡ଼ିକ କିପରି ଶୋଭା ପାଉଥିଲା? ଖଡ଼ି ଶୈଳ ପରି। ବାଦିତ୍ର ଶବ୍ଦରେ କ'ଣ ପ୍ରକମ୍ପିତ ହେଉଥିଲା? ଅବନୀ। ଦାସେରକ ଶବ୍ଦର ଅର୍ଥ କ'ଣ? ଓଟ। କେଉଁଠାରେ ବିପଣି ବସିଥିଲା? କାଠଯୋଡ଼ି ବନ୍ଦରେ। ସ୍କନ୍ଦାବାର କାହାକୁ କହନ୍ତି? ଶିବିର। କେଉଁ ସ୍ଥାନଟି ତୁଳସୀ କ୍ଷେତ୍ର ଭାବରେ ପ୍ରସିଦ୍ଧ? କେନ୍ଦ୍ରାପଡ଼ା। ହଲାୟୁଦ୍ଧ କିଏ? ବଳରାମ। ଅସୁରେଶ୍ୱରର ପ୍ରଧାନ ଦେବୀ କିଏ? ହରଚଣ୍ଡୀ। ସାଲିପୁରର ଆଧୁନିକ ନାମ କ'ଣ? ସାଲେପୁର। ବହୁଦ୍ୱାର ସୋଭିପୁର କାହାକୁ କୁହାଯାଇଛି? ଚୌଦ୍ୱାର। କେଉଁ ଶୈଳକୁ ଦର୍ପଣୀର ଦର୍ପ କୁହାଯାଇଛି? ବିନାୟକ ଶୈଳ। କେଉଁ ସ୍ଥାନରେ ଅଧିକ ଚନ୍ଦନ ବୃକ୍ଷ ଦେଖାଯାଏ? ଅଲତୀ। ଐରରାଜଙ୍କ ପ୍ରସିଦ୍ଧ କୀର୍ତ୍ତିରାଜି କେଉଁଠାରେ ଦେଖାଯାଏ? ଖଣ୍ଡଗିରି। ନିର୍ମଳା ନିର୍ଝର କେଉଁଠାରେ ପ୍ରବାହିତ? ଖଲ୍ଲିକୋଟ। ମଞ୍ଜୁଷାର ମହାଭୂଷା ବୋଲି କେଉଁ ଗିରିକୁ କୁହାଯାଇଛି? ମହେନ୍ଦ୍ରଗିରି। ସ୍ୱାହାଙ୍କ ସହଚରୀ ବୋଲି କେଉଁ ଦେବୀଙ୍କୁ କୁହାଯାଇଛି? ହିଙ୍ଗୁଳା। କିଏ ରଣସ୍ଥଳକୁ ନିଜ ଅସ୍ଥିର ଧବଳ କରିଛି? ଦନ୍ତାବଲ। ଗୋମାୟୁ କାହାକୁ କହନ୍ତି? ଶୃଗାଲ। ସୁବର୍ଣ୍ଣ କେଶରୀଙ୍କ ଦୁର୍ଗର ନାମ କ'ଣ? ବିଳାନାସୀଗଡ଼। ରାଜା ଅନଶନ କରି କାହା ଦେଉଳରେ ଅଧିଆ ପଡ଼ିଲେ? ଚଣ୍ଡିକା। ନିୟତି ରୂପେ କାହାର ଇଚ୍ଛା ତ୍ରିଭୁବନରେ ପ୍ରତିଫଳିତ ହୁଏ? ମହାରୁଦ୍ର। ଶତ୍ରୁ ଦର୍ପହାରୀ ଜୈତ୍ରମଣିକୁ କେଉଁଠି ପିନ୍ଧିବାକୁ ଚଣ୍ଡିକା ରାଜାଙ୍କୁ କହିଥିଲେ? ଶିରୋମଣି ରୂପେ। କେଉଁ ରାଜା ଜୈତ୍ରମଣି ଧାରଣ କରିଥିଲେ? ସୁବର୍ଣ୍ଣ କେଶରୀ। ବାସୁଦେବ ଚୋରଙ୍ଗଙ୍କ ମନ୍ତ୍ରୀ ହେବା ଆଗରୁ କାହାର ମନ୍ତ୍ରୀ ଥିଲେ? ସୁବର୍ଣ୍ଣ କେଶରୀ। ଚୋରଗଙ୍ଗ ଯେଉଁ ମାତୃ ପାଦପଦ୍ମକୁ ଜୁହାର କରିଛନ୍ତି ସେ କିଏ? ଜାହ୍ନବୀ। ପ୍ରଭାତ ଡଗରା କିଏ ବୋଲି କବି କହିଛନ୍ତି? କୁମ୍ଭାଟୁଆ। ଛାୟାବାଜି ଭଳି ଗଭୀର କନ୍ଦରା କେଉଁଥିରେ ପରିଣତ ହେଲା? ହ୍ରଦ। ଗଙ୍ଗାଦେବୀ ଜଳରେ ସମାସୀନା ହେଲାବେଳେ ବନଦେବୀଙ୍କର କେଉଁ ବାଦ୍ୟ ବାଜି ଉଠିଲା? ବୀଣା। ଦ୍ୱାପରର ବୀରପତ୍ର କିଏ? ଭୀଷ୍ମ। ଧର୍ମ ସ୍ଥାପନ କରିବାକୁ କିଏ ଭାଜନ ଅଟେ? ଧର୍ମବୀର। ଶତ୍ରୁ ପ୍ରତି ପ୍ରତିଭାବ କେଉଁ ବଳ ଆଣିଦିଏ? ଧର୍ମବଳ। ଉତ୍କଳ ଭୁବନର ବିଷ୍ଣୁପଦୀ ବୋଲି କେଉଁ ନଦୀକୁ କୁହାଯାଇଛି? ମହାନଦୀ। ମହାନଦୀ ଲୀଳା ନିମନ୍ତେ ତୀର୍ଥସ କେଉଁ ଦେଶ ଛାଡ଼ି ଦେଇଛନ୍ତି? ପୂର୍ବ ଦେଶ। ସୁକାନ୍ତୀ ତନୁଜା କିଏ? ମହାନଦୀ। ଦକ୍ଷିଣରେ ନାବିକମାନଙ୍କ ଦ୍ୱାରା କିଏ ଅର୍ଜିତ ହୁଅନ୍ତି? ଚର୍ଚ୍ଚିକା। ତ୍ରିଶାମନ୍ତୀ କାହାକୁ କୁହାଯାଏ? ସୂର୍ଯ୍ୟ। ପାଶିର ଅର୍ଥ କ'ଣ? ବରୁଣ। କେଉଁ ଦେବୀ ଯଜ୍ଞରୁ ସମ୍ଭୂତା ବୋଲି କିମ୍ବଦନ୍ତୀ ଅଛି? ବିରଜା।
ଗୋନାସିକା ଗିରିରୁ କେଉଁ ନଦୀ ଜାତ ହେଉଛି? ବୈତରଣୀ। ମେଘାସନ ଶୈଳରେ କିଏ ଦାସ କରେ ବୋଲି କବି କହିଛନ୍ତି? ଝଟିକା। ମହାନଦୀର ସହଚରୀ ବୋଲି କବି କାହାକୁ କହିଛନ୍ତି? ବଲାଙ୍ଗୀ। କେଉଁମାନେ ସୁବର୍ଣ୍ଣ ପରାଗ ସୁବର୍ଣ୍ଣ ତଟିନୀରୁ ସଂଗ୍ରହ କରୁଥିଲେ? ଶବର ଯୁବତୀ। ବ୍ରହ୍ମାଣ୍ଡ ପାବନୀ ବୋଲି କବି କେଉଁ ନଦୀକୁ କହିଛନ୍ତି? ବ୍ରାହ୍ମୀ। ପାହାଡ଼ ଉପରେ କୋଚିଲା ଖାଇଙ୍କ ରାବ ବନ ମଧ୍ୟରେ କାହାର ପ୍ରଭାବ ପ୍ରଚାର କରିଥିଲେ? ମଧ୍ୟାହ୍ନ। ଉଚ୍ଚତାରେ ସର୍ବ ଶୈଳକୁ ଲଜ୍ଜା ଦେଇ କିଏ ଶିଖର ଟେକିଛି? ସପ୍ତଶଯ୍ୟା। କେଉଁ ସ୍ଥାନ ବୌଦ୍ଧ କୀର୍ତ୍ତିରାଜି ମଣ୍ଡିତ ବୋଲି କୁହାଯାଇଛି? ନରାଜ। ଥରେ କାନ୍ତ ଥରେ ମିହିରକୁ ଅନାଇ କାଠଯୋଡ଼ି ନୀରରେ କିଏ ଭାସୁଛି? ରଥାଙ୍ଗୀ। ନବ ନବ ଇନ୍ଦ୍ରଜାଲ ଦେଖାଇ କିଏ କେତେ ପ୍ରକାର ରୂପ ଧାରଣ କରୁଛି? ଚକ୍ରବାଳ। ଚଉଦିଗରେ କ'ଣ ଘୋଟିଲେ ଜଳସ୍ଥଳ ଓ ବ୍ୟୋମର ସୀମା ଲିଭିଯାଏ? ତିମିର କାଲିମା। ପଟହ କାଲି ତୁରୀ ଭେରୀ ଶବ୍ଦରେ କାହାର ଗୃହ କମ୍ପି ଉଠିଛି? ଚଣ୍ଡିକାଙ୍କର। ତରୁ ପର୍ଣ୍ଣରେ ଦୀପ କାହାକୁ ନିନ୍ଦା କରୁଛି? ତାରାବ୍ରଜ। ସମସ୍ତେ ଉତ୍ସବରେ ଭାଗୀ ହେଉଥିବା ବେଳେ କାହାର ମୁଖ ମଳିନ ଥିଲା? ଜେମା। ପୋତପାଳ ଶବ୍ଦର ଅର୍ଥ କ'ଣ? ନାବିକ। ନନ୍ଦିକା କେଉଁ ଗ୍ରହରେ ନିଭୃତରେ ବସି ଯୁଦ୍ଧର ଦୃଶ୍ୟ ଦେଖୁଥିଲା? ଚନ୍ଦ୍ରଶାଲା। ଶିଖଣ୍ଡୀ ବାହନ କାହାକୁ କୁହାଯାଇଛି? କାର୍ତ୍ତିକେୟ। ବୀର ସବୁବେଳେ କିପରି ଯୁଷୁଥାଏ? ବିପଦର ଡାଳରେ। ଚନ୍ଦନ ଗଛରେ କିଏ ବାସ କରେ? ପନଙ୍ଗ ସର୍ପ। ଚୋରଗଙ୍ଗ ଜନନୀ କିଏ ବୋଲି ନନ୍ଦିକା ଶୁଣିଥିଲେ? ଜାହ୍ନବୀ। ମଶାରୀ ଭିତରେ ମଶକ ପରି ନନ୍ଦିକାଙ୍କ ମନରେ କିପରି ଭ୍ରମୁଥିଲା? ଆର୍ତ୍ତରେ। ରାଜା ବାଲାମ ନନ୍ଦିକା କାହା କୋଳରେ ଦୋଳି ଖେଳୁଥିଲେ? ଭାବ ଉର୍ମି। ନନ୍ଦିକାଙ୍କ ପିତା କାହା କଥା ରଖିଥିଲେ? ଏତେ ରକ୍ତପାତ ହୋଇନଥାନ୍ତା ବୋଲି ନନ୍ଦିକା ଭାବୁଥିଲେ? ମନ୍ତ୍ରୀ ବାସୁଦେବଙ୍କର। ଶାସ୍ତ୍ର ମତରେ କାହା ଉପରେ ପିତାଙ୍କର ପୂର୍ଣ୍ଣ ଅଧିକାର ଅଛି? ସୂତା। ଭାଗ୍ୟଦେବୀ ସବୁବେଳେ କାହାର ଅନୁକୂଳ ହୋଇଥାନ୍ତି? ଉଦଯୋଗୀର। ମହୀରେ ମହାବଳୀ କିଏ ବୋଲି କବି କହିଛନ୍ତି? ପ୍ରେମ। ପ୍ରେମ ବଳରେ ସୁଭଦ୍ରା କ'ଣ ଲାଭ କରିଥିଲେ? ଦୟୋତିପତି। ଦେବୀଦତ୍ତ ମଣିଟି ହସ୍ତଗତ ହେଲେ ନନ୍ଦିକାର ପ୍ରାଣେଶ୍ୱର କ'ଣ ହେବେ ବୋଲି ନନ୍ଦିକା ଚିନ୍ତା କରିଛନ୍ତି? ଉତ୍କଳ ଈଶ୍ୱର। ଖେଲା ଖଞ୍ଜରୀଟ ଦୃଶ୍ୟ ବୋଲି କବି କାହାକୁ ଉପମା ଦେଇଛନ୍ତି? ନନ୍ଦିକା। ବିଡ଼ାନାସୀଗଡ଼ ସୁଡ଼ଙ୍ଗ ଦୁଆର କେଉଁ ଦିଗକୁ ଥିଲା? ଦକ୍ଷିଣ। ଶର୍ବରୀଷ ଶବ୍ଦର ଅର୍ଥ କ'ଣ? ଚନ୍ଦ୍ର। ପ୍ରତି ବିଚି ବକ୍ଷରେ ଚନ୍ଦ୍ରମା ପଦକ କାହା ସମ ଝକ ଝକ କରୁଥିଲା? କୌସ୍ତୁଭ। ତରୁଶୀର ବସି କିଏ ଜ୍ୟୋତ୍ସ୍ନାମୃତ ସଙ୍ଗେ ପ୍ରେମାମୃତ ପାନ କରୁଥିଲା? ଚକର। ଦିଗ ଦିଗାନ୍ତର କାହାର ସ୍ୱନ ଯାମିନୀର ନୂପୁର ନିକ୍ୱଣ ଭଳି ଶୁଭୁଥିଲା? ଚୋକର ଚୋକରୀ। ଚୋରଗଙ୍ଗଙ୍କର ଲାଲସା କେଉଁଥିପାଇଁ ଥିଲା? ଧର୍ମ ସ୍ଥାପନ ପାଇଁ। ଧର୍ମର ସହାୟକ କିଏ? ବ୍ରହ୍ମାଣ୍ଡ ପାଇଁ। ବ୍ରହ୍ମାଣ୍ଡ ସାଇଁ। ଚମ୍ପୁପତିର ଅର୍ଥ କ'ଣ? ସେନାପତି। ସୁଷମାରେ ରାଜଜେମା କାହାକୁ ନିନ୍ଦା କରୁଥିଲେ? ଶାରଦ୍ୟ ଉଷାକୁ।
ଅତ୍ୟଳ୍ପ ଭୂଷଣେ ଶୋଭେ ମତକାଶୀ ଠାରେ ମତକାଶୀ ଅର୍ଥ କ'ଣ? ଉତ୍ତମା ନାରୀ। ରାଜଜେମାଙ୍କର ବନ୍ଦନ ମଣ୍ଡଳ କାହାକୁ ଜିଣୁଥିଲା? ଶରଦର ଇନ୍ଦୁଙ୍କୁ। ଅର୍ଥ ବା ଗଢ଼ିଲେ ଋତୁ ପୁଷ୍କର ଏଠାରେ ପୁଷ୍କର କାହାକୁ କୁହାଯାଇଛି? ବସନ୍ତ ଋତୁ। ଅପରୂପା ନନ୍ଦିକାଙ୍କୁ ଦେଖି ସେ ଦେବୀ କି ମାନବୀ ବୋଲି ଚୋରଗଙ୍ଗଙ୍କର ସଂଶୟ କିଭଳି ଦୂର ହେଲା? ଛାୟାରୁ। ନାରୀକୁଳ ସର୍ବଦା କାହାର ପକ୍ଷପାତୀ ବୋଲି ନନ୍ଦିକା କହୁଥିଲେ? ବୀରଙ୍କର। ଜୈତମଣି ବିନିମୟର ନନ୍ଦିକା କ'ଣ ଯାଚଜ୍ଞା କରିଥିଲା? ପ୍ରେମ। ନାଭିଗୟାର ବର୍ତ୍ତମାନ ନାମ କ'ଣ? ଯାଜପୁର। ନନ୍ଦିକାର ମୋହପାଶକୁ କିଏ ଛେଦନ କଲା? ବିବେକ। ଅନୁତାପ ଫଣି କ'ଣ ଉଗାରି ନନ୍ଦିକାର ମର୍ମସ୍ଥଳକୁ ଦର୍ଶନ କଲା? ଅନଳ। ମୂଳ କାଟିଦେଲେ ବଲ୍ମୀକ ଦୁରନ୍ତ ଏଠାରେ ବଲ୍ମୀକ କିଏ? ଉଇ। ଶ୍ରୁତିକୁ ଫିଙ୍କି ପାରିଲେ ମଣିଷ କ'ଣ ଲଭନ୍ତା? ନିସ୍ତାର। ନଥମୁଖୀ ନନ୍ଦିକା କାହାର ଆଶ୍ରୟ ଚାହୁଁଥିଲା? ମୟୂର। କାହାର ପ୍ରବାହରେ ଉଜାଣି ଭାସିବା ପାଇଁ ପ୍ରାଣୀଜଗତ ଭାଜନ ନୁହେଁ? କାଲ ପ୍ରବାହ। ପ୍ରାଣହୀନ ଦୁଃଖୀନ ନନ୍ଦିକାର ଶରୀର କିପରି ଦେଖାଯାଉଥିଲା? ପର୍ଯ୍ୟୁଷିତ ପଦ୍ମ ପରି। ମୃତ୍ୟୁ ପୂର୍ବରୁ ନନ୍ଦିକା ଯେତ୍ର ମଣିଟିକୁ କେଉଁଠି ରଖିଥିଲା? ପଳନ୍ତର କୋଣରେ। ଶିରରେ କ'ଣ ଘେନି ଯାଉଛି ବୋଲି ନନ୍ଦିକା ତା'ର ପିତାଙ୍କୁ ଲେଖିଥିଲା? ପାପ ଭାରା। ନିଜ ପିଣ୍ଡର ସର୍ଗ କେଉଁଠି କରିବାକୁ ନନ୍ଦିକା ପିତାଙ୍କୁ ଅନୁରୋଧ କରିଥିଲା? ମାନବ ସଞ୍ଚାର ଶୂନ୍ୟ ଅଞ୍ଚଳରେ। ସୁବର୍ଣ୍ଣ କେଶରୀ ବିଷାଦରେ ଉଦାସ ହୋଇ ଉଠି ବନବାସୀ ହେଲେ। କେଉଁଠି? ମହାନଦୀ ତୀରରେ। ସୁବର୍ଣ୍ଣପୁର କେଉଁଠି ଅବସ୍ଥିତ? ଅଂଶୁପା ହ୍ରଦ ନିକଟରେ। ଚୋରଗଙ୍ଗ ସେହି ଦେବଦତ୍ତ ମଣିଙ୍କୁ କେଉଁଠାରେ ପଠାଇଥିଲେ? ନୀଳାଚଳ ଧାମକୁ। ମହାନଦୀ କେଉଁଠାରେ ବେଣୀମୁକ୍ତ ହୋଇଥିଲା? ବିଡ଼ାନାସୀ ଠାରେ। ଭାଗ ଖ 1 ନମ୍ବରର ବିଶିଷ୍ଟ ଏଦକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନାବଳୀ। ଧାଡ଼ି ଧାଡ଼ି ହୋଇ ଶୁଭ୍ର ତମ୍ବୁଗୁଡ଼ିକ କିପରି ଶୋଭା ପାଉଥିଲା? ତ ଲେଖବ ଖଡ଼ି ଶୈଳ। ମଲ୍ଲଯୁଦ୍ଧରେ ପ୍ରକମ୍ପିତ ରଙ୍ଗସ୍ଥଳୀକୁ ଦର୍ଶକମାନେ କିପରି ଉପଭୋଗ କରୁଥିଲେ? ତାଳି ଦେଇ ଉପଭୋଗ କରୁଥିଲେ। ଦାଶେରକ ଗ୍ରୀବାତୋଳି କ'ଣ ଭକ୍ଷଣ କରିଛି? ନିମ୍ବଦଳ। କେଉଁଠାରେ ବିପଣି ବସିଥିଲା? କାଠଯୋଡ଼ି ବନ୍ଧରେ। କାଠଯୋଡ଼ିରୁ କେଉଁ କେଉଁ ନନ୍ଦୀ ଜନ୍ମିଛନ୍ତି? କୁଶଭଦ୍ରା, ଦୟା, ଭାର୍ଗବୀ ଜନ୍ମିଛନ୍ତି। ଚୋରଗଙ୍ଗଙ୍କର ସ୍କନ୍ଧବାର କେଉଁଠାରେ ଶୋଭା ପାଉଥିଲା? ଶିବିରର ଦକ୍ଷିଣର। ତୁଳସୀ କ୍ଷେତ୍ରର ପ୍ରଧାନ ଦେବତା କିଏ? ହଲାୟୁଧ। ପ୍ରାଚୀନ କାଳରେ ଉତ୍ତର କୋଶଳ ଅଫିସ କେଉଁଠି ଥିଲା? ପ୍ରାଚୀନ କାଳରେ ମହାନଦୀର ଉତ୍ତରାଂଶ ଉତ୍ତର କୋଶଲା ନାମରେ ଅଭିହିତ ଥିଲା। ଛତିଆର ଅଧିଷ୍ଠାତ୍ରୀ ଦେବୀ କିଏ ଥିଲେ? ବଲାରାତି ପ୍ରିୟା ସଚୀ। କେଉଁ ଦେବୀଙ୍କ ଠାରେ ନିତ୍ୟ ବଳିଦାନ କରାଯାଏ? ଅସୁରେଶ୍ୱର ପ୍ରଧାନ ଦେବୀ ହରଚଣ୍ଡୀଙ୍କ ଠାରେ। ଚିତ୍ରପଲ୍ଲା କେଉଁ ନଦୀର ଶାଖା ନଦୀ? ଚିତ୍ରପିଲ୍ଲା ମହାନଦୀର ଶାଖା ନଦୀ। ଚିତ୍ରପିଲ୍ଲା ତୀରରେ କେଉଁ ଦେବୀ ପୂଜା ପାଆନ୍ତି? ଭଗବତୀ ପୂଜା ପାଆନ୍ତି। ଉତ୍କଳର କାଲନ୍ଦୀ ବୋଲି କବି କାହାକୁ କହିଛନ୍ତି? ଉତ୍କଳର କାଲନ୍ଦୀ ବୋଲି କବି ସାଲନ୍ଦୀକୁ କହିଛନ୍ତି।
ସ୍ୱରର ପୂର୍ବରେ ଓ ପଶ୍ଚିମରେ କ'ଣ ଶୋଭା ପାଉଛି? ସ୍ୱରର ପୂର୍ବରେ ପାରାବାର ଓ ପଶ୍ଚିମରେ ପର୍ବତ। ମାଧବଙ୍କର ମନ୍ଦିର କେଉଁଠାରେ ପ୍ରତିଷ୍ଠିତ? ପ୍ରାଚୀ ତୀରବର୍ତ୍ତୀ ମାଧବ ଗ୍ରାମରେ ମାଧବଙ୍କ ମନ୍ଦିର ପ୍ରତିଷ୍ଠିତ। ଧଉଳିର ଦର୍ପଣ ବୋଲି କବି କାହାକୁ କହିଛନ୍ତି? ଦୟାନଦୀକୁ ଧଉଳିର ଦର୍ପଣ ବୋଲି କବି କହିଛନ୍ତି। କେଉଁମାନେ ମହାଧନୁଧାରୀ? କନ୍ଧ ଯୋଦ୍ଧାମାନେ। କେଉଁଠାରେ ଯଥେଷ୍ଟ ପରିମାଣରେ ହରିଦ୍ରା ଉତ୍ପନ୍ନ ହୁଏ? କନ୍ଧମାଳର ପାର୍ବତ୍ୟ କ୍ଷେତ୍ରମାନଙ୍କରୁ ହରିଦ୍ରା ଯଥେଷ୍ଟ ପରିମାଣରେ ଉତ୍ପନ୍ନ ହୁଏ। ରିପୁ କାନନରେ କେଉଁମାନେ ଦାବାନଲ ପରି? ସ୍ୱାହା ସହଚରୀ ରିପୁ କାନନ ଦାବାନଲ ପରି। ତାଳଚେରରେ ଆରାଧ୍ୟ ଦେବୀ କିଏ? ତାଳଚେରର ଆରାଧ୍ୟ ଦେବୀ ହିଙ୍ଗୁଳା। ଢେଙ୍କାନାଳର ନାମକରଣ କିପରି ହୋଇଛି? ଢେଙ୍କାନାଳର ଶବର ରାଜାଙ୍କ ନାମରୁ ଢେଙ୍କାନାଳ ନାମ ହୋଇଛି। ଗୃଧ୍ରଙ୍କର ରୁଧିର ପାରଣା କେଉଁମାନେ ହେଲେ? ଯୁଦ୍ଧ ଅଶ୍ୱମାନେ ଗୃଧ୍ରଙ୍କ ରୁଧିରୁ ପାଉଣା ହେଲେ। ଚୋରଗଙ୍ଗଙ୍କର କିଏ ସହାୟ ହୋଇଥିଲା? ଚୋରଗଙ୍ଗଙ୍କର ସହାୟ ହୋଇଥିଲେ ମନ୍ତ୍ରୀ ବସୁଦେବ। ଗଙ୍ଗାଙ୍କ ବାକ୍ୟରେ ଦେବ ଚନ୍ଦ୍ରଚୂଡ଼ ଚୋରଙ୍ଗକୁ କ'ଣ ପ୍ରଦାନ କରିବାକୁ ଇଚ୍ଛା କରିଥିଲେ? ଉତ୍କଳ ରାଜ୍ୟର ପ୍ରଦାନ। ଗଡ଼ଦ୍ୱାର ରୁଦ୍ଧ କରିବାକୁ ରାଜା ସୁବର୍ଣ୍ଣକେଶରୀଙ୍କୁ କିଏ ଆଜ୍ଞା କଲେ? ଚଣ୍ଡିକା। ସୁବର୍ଣ୍ଣକେଶରୀଙ୍କୁ କିଏ ଯତ୍ରମଣି ପ୍ରଦାନ କରିଥିଲେ? ଚଣ୍ଡିକା ପ୍ରଦାନ କରିଥିଲେ। ଚୋରଙ୍ଗ ଦେବ ବିଜନରେ କ'ଣ ମନ୍ତ୍ରଣା କରିଥିଲେ? ସ୍ୱଦେଶ ବାହୁଡ଼ି ଯିବାକୁ ମନ୍ତ୍ରଣା କରିଥିଲେ। କାଳିରାତ୍ରି ଯାହା ରହ ଧୈର୍ଯ୍ୟ ଧରି ଏକଥା କିଏ କହିଛନ୍ତି? ସେନାପତି କହିଛନ୍ତି। କୁକୁଟ କୌଶିକ ଓ ଚଷାପୁଏ ମିଲି କ'ଣ କଲେ? କୁକୁଟ କୌଶିକ ଓ ଚଷାପୁଅ ମିଲି ନୃତ୍ୟଗୀତ କଲେ। ଜାହ୍ନବୀରଙ୍କର ସହଚରମାନେ କେଉଁ ବେଶ ଧାରଣ କରିଥିଲେ? ଜାହ୍ନବୀଙ୍କର ସହଚରୀମାନେ ଉତ୍କଳୀୟ ବେଶ ଧାରଣ କଲେ। ଦେବୀ ଜାହ୍ନବୀ କବିରି କେଉଁଥିରେ ଭୂଷିତ ହୋଇଥିଲେ? ଦେବୀ ଜାହ୍ନବୀଙ୍କର କବିର ଶତଦଳରେ ଭୂଷିତ ହୋଇଥିଲେ। ଜାହ୍ନବୀ ଜଳରେ ସମାସୀନ ହେବା ପରେ କାହାର ବୀଣା ବାଜି ଉଠିଲା? ଜଳଦେବୀଙ୍କର। ଜାହ୍ନବୀଙ୍କୁ ଜଳରେ କେଉଁମାନେ ବେଢ଼ି ରହିଥିଲେ? ହଂସ ଚକ୍ରବାଳ। ତୃଣାହାର ଛାଡ଼ି କେଉଁମାନେ ଉଦ୍ଗ୍ରୀବ ହୋଇ ଚାହିଁ ରହିଥିଲେ? ମୃଗୀ। ଦେବୀଙ୍କ ରୂପ କାହାକୁ ଲାଞ୍ଛିତ କରୁଥିଲା? ଚନ୍ଦ୍ରକୁ। ଭୂଭାରତରେ ଦ୍ୱାପର ଯୁଗରେ କିଏ ବୈଷ୍ଣବ ଧର୍ମ ସ୍ଥାପନ କରିଥିଲେ? ବୀର ଦେବବ୍ରତ ବୈଷ୍ଣବ। ପ୍ରଧାନ ପାଟ ପର୍ବତ କେଉଁଠାରେ ପରିଦୃଷ୍ଟ ହୁଏ? ବାମଣ୍ଡା ରାଜ୍ୟର ଅନ୍ତର୍ଗତ ବ୍ରାହ୍ମଣୀ ତୀରରେ। ଦେବତାଙ୍କୁ କ'ଣ ଜଣା? ଦେବତାଙ୍କୁ ମନ କଥା ଜଣା। ଶତ୍ରୁ ହୋଇ ବି କିଏ କାହାର ମନ ଚୋରି କଲା? ଶତ୍ରୁ ହୋଇ ବି ପ୍ରେମିକର ମନ ଚୋରି କଲା। ପ୍ରଭୁଣପଣକୁ କିଏ ଭୋଜନ ନୁହେଁ? ପ୍ରଭୁପଣକୁ ଶତ୍ରୁ ଭାଜନ ନୁହେଁ। ମହାବିଷ୍ଣୁଙ୍କ ସ୍ନାନ ଯୋଗୁଁ କିଏ ପୁଣ୍ୟ ତୋୟ? ମହାବିଷ୍ଣୁଙ୍କ ସ୍ନାନ ଯୋଗୁଁ ବୈତରଣୀ ପୁଣ୍ୟ ତେୟ। ଶବର ଯୁବତୀମାନେ କେଉଁଠାରୁ ସୁବର୍ଣ୍ଣ ପରାଗ ସଂଗ୍ରହ କରନ୍ତି? ଶବର ଯୁବତୀମାନେ ସୁବର୍ଣ୍ଣୀ ତଟୀଠାରୁ ସୁବର୍ଣ୍ଣ ପରାଗ ସଂଗ୍ରହ କରନ୍ତି। ରମ୍ଭାଙ୍କ ମନ୍ଦିର କେଉଁ ନଦୀ ତୀରରେ ଅବସ୍ଥିତ? ରମ୍ଭାଙ୍କ ମନ୍ଦିର ବ୍ରାହ୍ମୀ ବୈତରଣୀ ନଦୀ ତୀରରେ ଅବସ୍ଥିତ।
ପ୍ରଧାନ ପାଟ ପ୍ରପାତର ଜଳରାଶି କେଉଁ ନଦୀ ସହିତ ମିଶିଛି? ପ୍ରଧାନ ପାଟ ପ୍ରପାତର ଜଳରାଶି ବ୍ରାହ୍ମୀ ସହିତ ମିଶିଛି। କେଉଁ ସ୍ଥାନ ବୌଦ୍ଧ କୀର୍ତ୍ତିରାଜି ମଣ୍ଡିତ ଅଟେ? ନରାଜ ବୌଦ୍ଧ କୀର୍ତ୍ତିରାଜି ମଣ୍ଡିତ। ସର୍ବେଶ୍ୱର ପର୍ବତର ପୟର କିଏ ଧୌତ କରୁଛି? ସର୍ବେଶ୍ୱର ବା ସାପୁଆ ସର୍ବେଶ୍ୱର ପର୍ବତର ପୟର ଧୌତ କରେ। ଥରେ କାନ୍ତକୁ ଥରେ ମିହିରକୁ ଅନାଇ କିଏ ଭାବୁଛି? କାଠ ଯୋଡ଼ି ନୀରରେ ଚକ୍ରବାଜ ଥରେ କାନ୍ତକୁ ଥରେ ମିହିରକୁ ଅନାଇ ଭାବେ। ଉନ୍ନତ ଆନନ୍ଦରେ ଦୁର୍ଗବାସୀ କଣ ରୁଣ୍ଡ କରେ? ଉନ୍ନ ଆନନ୍ଦରେ ଦୁର୍ଗବାସୀ ଭୋଗ କରୁଥିଲେ। ଦେବୀଙ୍କ ଛାମୁରେ ଭକ୍ତିଭାବରେ ରାଜା କଣ କରୁଥିଲେ? ଦେବୀଙ୍କ ଛାମୁରେ ଭକ୍ତିଭାବରେ ରାଜା ଚାମର କରୁଥିଲେ। ଦେବତାଙ୍କୁ କଣ ଜଣା ଯାହା ମନୁଷ୍ୟକୁ ବଣା କରେ? ଦେବକୂଟ ଦେବତାଙ୍କୁ ଜଣା ମନୁଷ୍ୟକୁ ତାହା ବଣା କରେ। ଅରି ହୋଇ ବି କିଏ କାହାର ମନ ଚୋରି କରିଛି? ଶତ୍ରୁ ହୋଇ ବି ଚୋଡ଼ଙ୍କ ନନ୍ଦିକାର ମନ ଚୋରି କରିଛନ୍ତି। ପ୍ରଭୁପଣକୁ କିଏ ଭାଜନ ନୁହେଁ? ପରମନ ଚିହ୍ନିବାକୁ ଯେ ଶିଖି ନାହିଁ ସେ ପ୍ରଭୁପଣକୁ ଭାଜନ ନୁହେଁ। ଶାସ୍ତ୍ର ମତରେ କାହା ଉପରେ ପିତାର ପୂର୍ଣ୍ଣ ଅଧିକାର ଅଛି? ଶାସ୍ତ୍ର ମତରେ କନ୍ୟା ଉପରେ ପିତାର ପୂର୍ଣ୍ଣ ଅଧିକାର ରହିଛି। ମହିରେ ମହାବଳୀ କିଏ? ମହିରେ ମହାବଳୀ ହେଉଛି ପ୍ରେମ। ଯୁଦ୍ଧ ଦିନରୁ ରୁଦ୍ଧ ହୋଇଥିବା ଷୋଡ଼ଙ୍ଗର ଦ୍ୱାର କେଉଁ ଦିଗକୁ ଥିଲା? ଦକ୍ଷିଣ ଦିଗକୁ। ଜ୍ୟେଷ୍ଠା ବାହିନୀ ଯାମିନୀ ଯୋଗୁଁ ଅବନୀ କିଭଳି ଦେଖାଯାଉଛି? ଚିତ୍ର ପ୍ରାୟ ଝଲସୁଥିଲା। ସୁଷମାରେ ରାଜଜେମା କାହାକୁ ନିନ୍ଦା କରୁଛି? ରାଜଜେମା ଶାରଦୀୟ ଉଷାକୁ ନିନ୍ଦା କରୁଛି। ପୂର୍ଣ୍ଣମାସୀ କାହାକୁ ଲୋଡ଼ନ୍ତି? ଅଳ୍ପତାରା ପୂର୍ଣ୍ଣମାସୀ ଲୋଡ଼ନ୍ତି। ନାରୀକୁଳ ସର୍ବଦା କାହାର ପକ୍ଷପାତୀ? ନାରୀକୁଳ ସର୍ବଦା ବୀର ପକ୍ଷପାତୀ। ନତମୁଖୀ ନନ୍ଦିକା କାହାର ଆଶ୍ରୟ ଚାହୁଁଥିଲା? ନତମୁଖୀ ନନ୍ଦିକା ନିର୍ଭରରେ ପୃଥିବୀର ଆଶ୍ରୟ ଚାହୁଁଥିଲା। ଭାଗ ଗ 2 ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନାବଳୀ କହିଛି। ଲେଖା ଦିନ ଅଛି ଯେନ୍ ଲେଖା ଲାଗି 1 ନମ୍ବର ରହୁଛି, ଲେଖକଙ୍କ ପାଇଁ 2 ନମ୍ବର। ଆଉ ତାର ଉତ୍ତର ଲାଗି ଅଛି 1 ନମ୍ବର। ଇତି ଲାଗି ଅଛି 1 ନମ୍ବର। ଇ ଯେନ୍ ଲେଖା ଲାଗି ଅଛି 1 ନମ୍ବର। ଟୋଟାଲ 2 ମାର୍କାର ପ୍ରଶ୍ନ ଅଛି। ଯେନ୍ଟା କି ଇ ଯେନ୍ ଅଛି କାବ୍ୟ ଆଉ କବି, या तुमको सबुति लिखवा अछि केन जेन प्रश्न अछि केन पाठरू आसीचे और तार केन कवि लिखी छन कि तुमके लिखवार अछि सबुति। नंदी किशोरी काव्यटी क्यों क्यों विदेशी ग्रंथरू छारे लिखित? सिज ऑफ कोरिन्थ एवं अभिडंक शिलानिस। काठजोड़ी कूलरे कौन बसिछि ओ लोकमाने केउटी ठुलो होइछन्ति? काठजोड़ी कूलरे शुभ्र तंबुर शिविर बसिछि ओ काठजोड़ी तीରରେ कोलाहल करुछन्ति। आली काहींकि प्रसिद्ध? बराहनाथଙ୍କ ପାଇଁ। सालीपुर केउ नदी कूଳରେ ଅବସ୍ଥିତ? ଏଠାରେ କେଉଁ ଦେବୀଙ୍କ ମନ୍ଦିର ଅଛି? सालीपुर ଚିତ୍ରପିଲ୍ଲା ନଦୀ କୂଳରେ ଅବସ୍ଥିତ। ଏଠାରେ ଶ୍ରୀ ଭଗବତୀଙ୍କ ମନ୍ଦିର ଅଛି। ଉତ୍ତର କୋଶଲା କେଉଁ ଅଞ୍ଚଳକୁ କୁହାଯାଉଥିଲା? ପ୍ରାଚୀନ କାଳରେ ମହାନଦୀର ଉତ୍ତରାଂଶ ଉତ୍ତର କୋଶଲା ନାମରେ ଅଭିହିତ ଥିଲା। କବି ଭଦ୍ରଙ୍କର ବର୍ଣ୍ଣନା କିପରି କରିଛନ୍ତି? କାଲନ୍ଦୀ ରୂପଣୀ ସାଲନ୍ଦୀ କୂଳରେ ଅବସ୍ଥିତ। ଥୋରର ଚିତ୍ର କିପରି ଦିଆଯାଇଛି? ଥୋରର ପଶ୍ଚିମରେ ପର୍ବତ ଏବଂ ପୂର୍ବରେ ପାରାବାର ବା ସମୁଦ୍ର ଅବସ୍ଥିତ। ମର୍କକ ମୁକୁଟ ପରି ନୀଳଗିରି ପର୍ବତ ଅବସ୍ଥିତ। ଉତ୍କଳ ସାମ୍ରାଜ୍ୟ କାହାକୁ ପ୍ରଦାନ କରିବାକୁ କିଏ ଇଚ୍ଛା କରିଥିଲେ? ଉତ୍କଳ ସାମ୍ରାଜ୍ୟ ଚୋଡ଼ଗଙ୍ଗକୁ ଗଙ୍ଗାଙ୍କ କାବ୍ୟରେ ଚନ୍ଦ୍ରଚୂଡ଼ ପ୍ରଦାନ କରିବାକୁ ଇଚ୍ଛା କରିଥିଲେ।
ସୁବର୍ଣ୍ଣ କେଶରୀ କାହିଁକି ଗଡ଼ଦ୍ୱାର ରୁଦ୍ଧ କରିଥିଲେ? ସୁବର୍ଣ୍ଣ କେଶରୀ ଯୁଦ୍ଧ ପରେ ଯୁଦ୍ଧ ହାରିବାରୁ ଅବଶେଷରେ ଗଡ଼ଦ୍ୱାର ରୁଦ୍ଧ କରିଥିଲେ। ଚଣ୍ଡିକା ସୁବର୍ଣ୍ଣ କେଶରୀଙ୍କୁ ସ୍ୱପ୍ନରେ କଣ ଆଜ୍ଞା ଦେଲେ? ଚଣ୍ଡିକା ସୁବର୍ଣ୍ଣ କେଶରୀଙ୍କୁ ସ୍ୱପ୍ନରେ ଆଜ୍ଞା ଦେଇଥିଲେ ଯେ ତୋର ଶତ୍ରୁଦେବ ବଳରେ ବଲିୟାର ସମ୍ମୁଖ ସମରରେ ଦୁଃସାଧ ଦେବୀ ଚନ୍ଦ୍ରଚୂଡ଼ ଗଙ୍ଗା ତାଙ୍କର ସହାୟ। ସୁବର୍ଣ୍ଣ କେଶରୀଙ୍କୁ ଜୈତ୍ରମଣି ପ୍ରଦାନ କରି ଚଣ୍ଡିକା କଣ କହିଲେ? କହିଲେ ଯେ ଏହି ଜୈତ୍ରମଣି ଶତ୍ରୁ ଦର୍ପହରି ଏହାକୁ ଶିରୋମଣି ରୂପେ ପିନ୍ଧିବାକୁ ଆଦେଶ କରିଥିଲେ। ବାସୁଦେବ କିଏ? ସେ କାହିଁକି ଚୋଲଗଙ୍ଗଙ୍କର ମନ୍ତ୍ରିତ୍ୱ ସ୍ୱୀକାର କରିଥିଲେ? ବାସୁଦେବ ଜଣେ ଉତ୍କଳୀୟ ବ୍ରାହ୍ମଣ। ସେ ସୁବର୍ଣ୍ଣ କେଶରୀଙ୍କ ମନ୍ତ୍ରୀ ଥିଲେ। ବିବାଦ ହେବାରୁ ସେ ଚୋରଗଙ୍ଗଙ୍କର ମନ୍ତ୍ରୀ ହୋଇଥିଲେ। କୁଆଁତାରା କିପରି ଶୋଭା ପାଉଛି? କାଠଯୋଡ଼ି ଶୁଭ୍ର ବାଲୁକାରେ ସକାଳ ପାହିଲା ଆକାଶରେ କୁଆଁତାରା ଦେଖାଦେଲେ। ତାହା ପ୍ରାଚୀ ଗଗନରେ ରାମନନ୍ଦୀ ଚିତା ପରି ଶୋଭା ପାଉଥିଲା। କୁମ୍ଭାଟୁଆର ବର୍ଣ୍ଣନା କିପରି ଦିଆଯାଇଛି? ସକାଳ ପାହିଲା ପ୍ରଭାତରୁ କୁମ୍ଭାଟୁଆ ପ୍ରଭାତ ଡଗର ଭାବରେ କାର୍ଯ୍ୟ ଆରମ୍ଭ କଲା। ନାଗରା ବଜାଇଲା। କେଉଁମାନେ ମିଶି ତୈଳଚିତ୍ର ସମ୍ପାଦନ କଲେ? ସକାଳ ପାହିବାରୁ କୁମ୍ଭାଟୁଆ କୁକୁଟ ପେଚା ପ୍ରଭୃତି ପକ୍ଷୀମାନେ ନୃତ୍ୟ ଗୀତ ବାଦ୍ୟ ଆରମ୍ଭ କଲେ। ନିର୍ଜନ କନ୍ଧରରୁ ପ୍ରବାହିତ ଜଳଧାରାକୁ କବି କିପରି ବର୍ଣ୍ଣନା କରିଛନ୍ତି? ନିର୍ଜନ କନ୍ଧରରୁ ପ୍ରବାହିତ ଜଳଧାରା କୃପାଝର ପରି ଝରୁଥିଲା। କାଚର ଧାରା ପରି ତାହା ସ୍ୱଚ୍ଛ ଜଳଧାରା। ହ୍ରଦ ମଧ୍ୟରେ କଣ ଶୋଭା ପାଉଥିଲା? ବନଦେବୀଙ୍କର ବିଳାସ ଦର୍ପଣ ପରି ମନେ ହେଉଥିଲା। କବି ମହାନଦୀଙ୍କୁ କିପରି ବର୍ଣ୍ଣନା କରିଛନ୍ତି? ମହାନଦୀ ହେଉଛନ୍ତି ଜଳ ଉତ୍କଳ ଭୁବନରେ ଗଙ୍ଗା ସଦୃଶ। ମହାନଦୀର ଲୀଳା ପାଇଁ ସମୁଦ୍ର ପୂର୍ବ ଦିଗ ଛାଡ଼ି ଦେଉଛନ୍ତି। ବିରଜା ଦେବୀଙ୍କର କିପରି ବର୍ଣ୍ଣନା ହୋଇଛି? ବିରଜା ଦେବୀ ଯଜ୍ଞରୁ ସମ୍ଭୂତ ବୋଲି କିମ୍ବଦନ୍ତୀ ଅଛି। ବିରଜା ସୁନ୍ଦରୀ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ। ବୈତରଣୀର ବର୍ଣ୍ଣନା କିପରି ପ୍ରଦାନ କରାଯାଇଛି? କେନ୍ଦୁଝର ଅନ୍ତର୍ଗତ ଭୁଆଁ ପୀଡ଼ରେ ଗୁଣାଶିକା ପର୍ବତ ଅବସ୍ଥିତ। ଏହି ପର୍ବତରୁ ବୈତରଣୀ ଜାତ ହୋଇଛି। ବରାହନାଥଙ୍କ ସାମ୍ନାରେ ଯାହାର ନୀର ପବିତ୍ର। ବ୍ରାହ୍ମଣୀ ନଦୀର କି ବର୍ଣ୍ଣନା ଦିଆଯାଇଛି? କାବ୍ୟ ନନ୍ଦକିଶୋରୀ କବି ଲେଖକ ରାଧାନାଥ ରାୟ। ବ୍ରାହ୍ମଣୀ ବ୍ରହ୍ମାଣ୍ଡ ପାବନୀ ନଦୀ ଯାହାର କୃପାରେ ଉତ୍କଳ ଭୂମି ଶସ୍ୟ ଶ୍ୟାମଳ। ରଚିବେ ଯା ତୀରରେ ରୁଚି ନବର ଦୂର ଭବିଷ୍ୟତ ତୋର ବଂଶଧର। ଏହାର ଭାବାର୍ଥ ଲେଖ। ଚୋରଗଙ୍ଗଙ୍କ ଭବିଷ୍ୟତ ବଂଶଧର। ବାମଣ୍ଡା ରାଜ୍ୟର ପୂର୍ବତନ ରାଜଧାନୀ ଦେବଗଡ଼। ଚୋରଗଙ୍ଗ ବାମଣ୍ଡା ରାଜବଂଶର ପ୍ରଥମ ପୁରୁଷ ବୋଲି କବି ବର୍ଣ୍ଣନା କରିଛନ୍ତି। କେଉଁ ନଦୀ ଉତ୍କଳରେ ପୂଜା ପାଉଛନ୍ତି? ବ୍ରାହ୍ମୀ, ବୈତରଣୀ, ସୁବର୍ଣ୍ଣ ତଟିନୀ, ବଲାଙ୍ଗୀ, ଚିତ୍ରପିଲ୍ଲା, ମହାନଦୀ ଉତ୍କଳରେ ପୂଜା ପାଉଛନ୍ତି। ଦେବୀଙ୍କ ଆବିର୍ଭାବରେ କେଉଁ ନବ ତୀର୍ଥ କାହା ନାମସୁନାରେ ପ୍ରତିଷ୍ଠିତ ହେଲା? ପ୍ରଧାନ ପାଟ ପ୍ରପାତରେ ଜଳରାଶି ପବିତ୍ର ବ୍ରାହ୍ମୀ ସହିତ ମିଶିଛି। ଚାରି ସଖୀ ସହ ମହାନଦୀରେ ମିଶିଛି। ନବତୀର୍ଥ ଗଙ୍ଗାଙ୍କ ନାମାନୁସାରେ ପ୍ରତିଷ୍ଠିତ। ନଦୀକୂଳ ବନ୍ଧୁ କିଏ ଓ ସେ କାହିଁକି ପ୍ରତ୍ୟୁତ୍ତର ଦେଲା? ନଦୀକୂଳ ବନ୍ଧୁ ହେଉଛି ଜାମାଘୋଷୀ ପକ୍ଷୀ। ସ୍ୱଜାତିର ସ୍ୱର ଶୁଣି ସେ ପ୍ରତ୍ୟୁତ୍ତର ଦେଲା। କିଏ ଫଗୁ ଖେଳ ଖେଳୁଛି ଓ କିପରି? ବାରୁଣୀ ଗଗନ କହିଲେ ପଶ୍ଚିମ ଆକାଶରୁ ବୁଝାଏ। ପଶ୍ଚିମ ଆକାଶ ସ୍ୱର୍ଣ୍ଣବନ୍ଧ ବସ୍ତ୍ର ପିନ୍ଧି ଦେବନାରୀ ପରି ଦେଖାଯାଉଛି। ସଖୀ ସଙ୍ଗେ ଫଗୁ ଖେଳ ଖେଳିଲା ପରି ପ୍ରତୀୟମାନ ହେଉଛି। ନୀଳ ପ୍ରାଚୀର ପରି କଣ ଶୋଭା ପାଉଛି? ସାରଙ୍ଗ ଗଡ଼ରୁ ଆଠଗଡ଼ ଯାଏ ଶୈଳ ଶୋଭା ପାଉଛି। ତାହା ନୀଳ ପ୍ରାଚୀର ପରି ଦେଖାଯାଉଛି। ଠାବେ ଠାବେ ତୁଙ୍ଗ ନୀଳ ଶୃଙ୍ଗମାଳ ଚନ୍ଦ୍ରଶାଲ ପରି ଦେଖାଯାଉଛି। ସପ୍ତଶଯ୍ୟାର ବର୍ଣ୍ଣନା କିପରି ହୋଇଛି?
ସପ୍ତଶଯ୍ୟା ଉଚ୍ଚତାର ଅନ୍ୟ ସମସ୍ତ ଶୈଳକୁ ଟପି ଯାଇଛି। ସେଥିପାଇଁ କବି ଅନ୍ୟ ଶୈଳମାନେ ଲଜ୍ଜିତ ହେଉଛନ୍ତି ବୋଲି କହିଛନ୍ତି। ନରାଜ କାହିଁକି ପ୍ରସିଦ୍ଧ? ନରାଜ ବୈଦ୍ୟ କୀର୍ତ୍ତିରାଜର ମଣ୍ଡିତ ହୋଇଥିବାରୁ ପ୍ରସିଦ୍ଧ ଅର୍ଜନ କରିଛି। ସର୍ବେଶ୍ୱର ପର୍ବତ କେଉଁଠି ଅଛି? ସେଠାରେ କେଉଁ ନଦୀ ପ୍ରବାହିତ? ସର୍ବେଶ୍ୱର ପର୍ବତ ନରାଜଠାରେ ଅବସ୍ଥିତ। ତାହାର ଉତ୍ତରରେ ଶୈଳ ସର୍ବେଶ୍ୱର ଅବସ୍ଥିତ। ସେଠାରେ ସର୍ବେଶ୍ୱରୀ ନଦୀ ପ୍ରବାହିତ। ରଥାଙ୍ଗୀ ବିଷୟରେ କ'ଣ କୁହାଯାଇଛି? ରଥାଙ୍ଗୀ କହିଲେ ଚକ୍ରବାଜି ସେ କାଠ ଯୋଡ଼ି ନୀରରେ ଭାସୁଅଛି। ଥରେ କାନ୍ତ ଚକ୍ରବାକ ଓ ଆଉ ଥରେ ସୂର୍ଯ୍ୟଙ୍କୁ ଅନାଇ ଭାସୁଛି। ଗଡ଼ବାସୀ ଜଣେ କାହିଁକି ଉଲ୍ଲାସରେ ଗଡ଼ୁଛନ୍ତି? ଗଡ଼ବାସୀ ଜଣେ ଉଲ୍ଲାସ ହେବାର କାରଣ ହେଲା ନିଶା ଶେଷରେ ଶତ୍ରୁ ସଦଲେ ସ୍ୱଦେଶ ବାହୁଡ଼ି ଯିବେ। ଚଣ୍ଡିକାଙ୍କ ଗୃହରେ କିପରି ମହୋତ୍ସବ ଲାଗି ରହିଥିଲା ଓ କାହିଁକି? ଚଣ୍ଡିକାଙ୍କ ଗୃହରେ ପଟହ କାହାଲି ତୁରୀ ଭେରି ବାଜୁଥିଲା। ଚଣ୍ଡିକାଙ୍କ ମହୋତ୍ସବ ଚାଲିଥିଲା କାରଣ ଶତ୍ରୁ ସୈନ୍ୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। କିଏ କାହିଁକି ମୁଖ ମଳିନ କରିଛି? ଚଣ୍ଡିକାଙ୍କ ଗୃହରେ ଉତ୍ସବ ଚାଲିଥିଲା ମଧ୍ୟ ଶତ୍ରୁ ସୈନ୍ୟ ଫେରିଯିବା ପାଇଁ ପ୍ରସ୍ତୁତ ହେଉଥିବାରୁ ନନ୍ଦିକାର ମନ ମଲିନି ପଡ଼ିଯାଇଥିଲା କାରଣ ଶତ୍ରୁ ଚୋରଙ୍କ ପ୍ରତି ତାଙ୍କ ପ୍ରେମ। ବୃଥ ସେ କୃତ୍ରିମ ଉଲ୍ଲାସେ ପ୍ରୟାସ ଫୁଟିଛି ବାହାରୁଛି ରୁଦ୍ଧ ଦୀର୍ଘଶ୍ୱାସ କାହା ବିଷୟରେ କାହିଁକି କୁହାଯାଇଛି? ନନ୍ଦିକା ଯୁବତୀ ଓ ରୂପବତୀ। ଚୋର ଗଙ୍ଗଙ୍କ ପରି ତାର ପ୍ରେମ ଜାତ ହୋଇଛି। ସେଥିପାଇଁ ତାର ମନରେ ହରସ ନାହିଁ କାରଣ ସେ ତାଙ୍କର ଶତ୍ରୁ ସେଥିପାଇଁ ଉଲ୍ଲାସ କରି ପାରୁନାହିଁ। କେବଳ ରୁଦ୍ଧ ଦୀର୍ଘଶ୍ୱାସ ଛାଡୁଛି। ସମାଧି ତପିରା ବୋଲି କାହାକୁ କୁହାଯାଇଛି ଆଉ କାହିଁକି? ଅର୍ଦ୍ଧରାତି ହେତୁ ବସୁନ୍ଧରା ମୌନବତୀ ସମାଧିସ୍ଥ ହେଲା ପରି ନିର୍ଜନ ରାତି ହେତୁ ଏପରି କୁହାଯାଇଛି। ଶିଖଣ୍ଡୀ ବାହନ କିଏ? ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି? ଶିଖଣ୍ଡୀ ବାହନ ହେଉଛନ୍ତି କାର୍ତ୍ତିକେୟ। ଚୋରଙ୍ଗ ଯେତେବେଳେ ଯୁଦ୍ଧ କରୁଥିଲେ ତାଙ୍କର ବୀରତ୍ୱ ଓ ସୌନ୍ଦର୍ଯ୍ୟ କାର୍ତ୍ତିକେୟଙ୍କ ଠାରୁ ମଧ୍ୟ ଅଧିକ ଜଣାଯାଉଥିଲା। ଅଶ୍ଳୀଲତା ବନରେ କିଏ କାହାକୁ ନେଇ ପକାଇଛି? ନନ୍ଦିକା ଚୋରଙ୍ଗଙ୍କ ପ୍ରେମରେ ନିପତିତ। ସେ ଚୋରଗଙ୍ଗଙ୍କ ଯୁଦ୍ଧ ଓ ଅଶ୍ଳୀଲତା ବନରେ ପଡ଼ିଥିବାରୁ ନନ୍ଦିକାର ମନରେ ଦୟା ଭାବ ଆସିଛି। କିଏ ଦେଖିଛନ୍ତି ଫେଡ଼ି ଭବିତବ୍ୟ ହେବ କାଲି ଶତ୍ରୁ ଚୋରର ଶରବ୍ୟ ଏକଥା କିଏ କାହା ଉଦ୍ଦେଶ୍ୟରେ କହିଛି? ଭବିତବ୍ୟ କେହି ଦେଖି ନାହିଁ। ଯୁଦ୍ଧରେ କିଏ ମରିବ ଓ କିଏ ହାରିବ ସେ କଥା ଭବିତବ୍ୟ ଜାଣେ। ଏହା ନନ୍ଦିକା ଚୋରଗଙ୍କ ଉଦ୍ଦେଶ୍ୟରେ କହିଛି। ଜାହ୍ନବୀଙ୍କର ହୃଦୟ ବଜ୍ରପରି ବୋଲି କାହିଁକି କୁହାଯାଇଛି? ଜାହ୍ନବୀଙ୍କର ହୃଦୟ ବଜ୍ରପରି ବୋଲି କୁହାଯାଇଛି ଏହା ନନ୍ଦିକା ବୁଝୁଛି। ଦେବକୂଟ ସିନା ଦେବତାଙ୍କ ଜଣା ମନୁଷ୍ୟର ହିଁ ତାହିଁ ସବୁବେଳେ ବଣା। ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି? ଦେବକୂଟ ଦେବତାଙ୍କୁ ଜଣା ମନୁଷ୍ୟ ଦେବକୂଟ ଆଗରେ ତୁଚ୍ଛ। ଏହା ଚୋରଗଙ୍କ ପ୍ରସଙ୍ଗରେ ନନ୍ଦିକାର ଭବାନରୁ କୁହାଯାଇଛି। ନନ୍ଦିକାର ମନ କିପରି ବିଚଳିତ ହୋଇଛି? ନନ୍ଦିକାର ମନ ଚୋରାଙ୍ଗ ପାଇଁ ବିଚଳିତ। ମନ ଓ ହୃଦୟ ବ୍ୟାକୁଳ ହୋଇ ଉଠିଛି। କାହାର ହୃଦୟ ବିପଣିକୁ କିଏ ଲୁଣ୍ଠନ କଲା ଓ କିପରି? ନନ୍ଦିକାର ହୃଦୟ ବିପଣିକୁ ଚୋରାଙ୍ଗ ବୀରତ୍ୱ ଓ ସୌନ୍ଦର୍ଯ୍ୟ ଲୁଣ୍ଠନ କରିଛି। ଶତ୍ରୁ ହେଲେ ବି ନନ୍ଦିକା ଚୋରାଙ୍ଗଙ୍କ ପ୍ରେମରେ ଆବଦ୍ଧ ହୋଇଛି। ଗଲା ହୃଦୟ ନ ଆସିବ ବାହୁଡ଼ି ପକ୍ଷୀ ଥିଲେ ଦେହ ଯାଇଥାନ୍ତା ଉଡ଼ି। କିଏ କେଉଁ ପ୍ରସଙ୍ଗରେ କହିଛି? ନନ୍ଦିକା ଚୋରଙ୍ଗାଙ୍କ ପ୍ରେମରେ ପଡ଼ିଛନ୍ତି। ହୃଦୟ ଆଉ ବାହୁଡ଼ିବାର ନାହିଁ। କେବଳ ହୃଦୟ ନୁହେଁ ଦେହରେ ପକ୍ଷ ଥିଲେ ସେ ମଧ୍ୟ ଉଡ଼ି ଯାଇଥାନ୍ତେ। ବାସୁଦେବ କାହିଁକି ଦେଶାନ୍ତର ହେଲେ? ନନ୍ଦିକା ପାଇଁ ବାସୁଦେବ ଦେଶାନ୍ତରୀ ହୋଇଥିଲେ। ନନ୍ଦିକା ସହିତ ଚୋରାଙ୍ଗର ବିବାହ ପ୍ରସ୍ତାବ ସେ ରଖିଥିଲେ। କିଏ କାହାର ପୁତ୍ରଭାବ ପୂରଣ କରିଥାନ୍ତେ ବୋଲି ନନ୍ଦିକା ଭାବିଛି।
ଚୋରଗଙ୍ଗ ସୁବର୍ଣ୍ଣ କେଶରୀଙ୍କ ପୁତ୍ର ଭାବ ପୂରଣ କରିଥାନ୍ତେ ବୋଲି ନନ୍ଦିକା ଭାବିଛି। ସୁଭଦ୍ରା ପ୍ରସଙ୍ଗରେ କଣ କୁହାଯାଇଛି? ପ୍ରେମ ପ୍ରସଙ୍ଗରେ ସୁଭଦ୍ରା ପ୍ରସଙ୍ଗ କୁହାଯାଇଛି। କଣ କରି ପ୍ରେମିକା କୁଳରେ ଶ୍ରେଷ୍ଠ ହେବ ବୋଲି ନନ୍ଦିକା ଭାବିଛି? ପ୍ରେମ ବଳରେ ଚୋରଙ୍ଗ ସ୍ୱାମୀକୁ ପାଦରେ ବରଣ କରି ପ୍ରେମିକା କୁଲର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ବୋଲି ନନ୍ଦିକା ଭାବିଛି। ନନ୍ଦିକା କିପରି ସୁଡ଼ଙ୍ଗ ଦ୍ୱାରା ଉଚ୍ଛଞ୍ଚନ କଲା? ନନ୍ଦିକା କଞ୍ଚି ଦ୍ୱାରା ସୁଡ଼ଙ୍ଗ ଦ୍ୱାରା ଉଚ୍ଛଞ୍ଚନ କଲା। ଜହ୍ନ ରାତିରେ ଚୋକର ଚୋକରୀଙ୍କ ବର୍ଣ୍ଣନା କବି କିପରି କରିଛନ୍ତି? ଜହ୍ନ ରାତିରେ ଚୋକର ଚୋକରୀ ଗଛ ଡାଳରେ ବସି ଜ୍ୟୋତ୍ସ୍ନା ପ୍ରେମ ମୃତ୍ୟୁ ପାନ କରି ସଙ୍ଗୀତ ଲହରୀ ଢାଲୁଥିଲା। ଭାଗ୍ୟଚକ୍ର କାହାର ବଚସ୍କର ଓ କିପରି? ମାତାଙ୍କର ମାୟା ଦେବକୁ ଅଗୋଚର ଭାଗ୍ୟଚକ୍ର ତାଙ୍କର ବଚସ୍କର। ସର୍ବବାମା ଶିରଭୂଷା କିଏ ଓ ତାର ଶୋଭା କାହାକୁ ନିନ୍ଦା କରୁଛି? ସର୍ବବାମା ଶିରଭୂଷା ହେଉଛି ନନ୍ଦିକା, ତାର ଶୋଭା ଉତ୍ତମା ସ୍ତ୍ରୀମାନଙ୍କୁ ନିନ୍ଦା କରୁଛି। ନନ୍ଦିକାର ଭୂ ସଞ୍ଚାଳନକୁ କିପରି ବର୍ଣ୍ଣନା କରାଯାଇଛି? ନନ୍ଦିକାର ଭୂ ସଞ୍ଚାଳନ ବିଶଲାର ଖଣି ଗନ୍ଧପର୍ବ ରୂପକ ଗୁଣିଆ ସର୍ପ ଖେଳାଉଛି କି? ନନ୍ଦିକାର କଟି ଶୋଭାକୁ କିପରି ବର୍ଣ୍ଣନା କରାଯାଇଛି? ନନ୍ଦିକାର କୋଟି ଶୋଭା ସାକ୍ଷାତ ଅନଙ୍ଗ ସଦୃଶ ଧୂର୍ଜଟି ଯେପରି ନୃତ୍ୟ କରୁଛନ୍ତି। ନନ୍ଦିକାର ନୀଳ କେଶପାଶର ଶୋଭା କିପରି ବର୍ଣ୍ଣନା କରାଯାଇଛି? ନନ୍ଦିକାର ନୀଳ କେଶପାଶ ପୃଷ୍ଠଦେଶର ଦୋହଲାଇ ତାହା ଶଶୀ ଦେହରୁ ରାହୁ ସୁଧଗ୍ରାସ ପାଇଁ ଦୌଡ଼ି ପରି ପ୍ରତୀୟମାନ ହୋଇଛି। ଦିବ୍ୟ ନାରୀଟି ଦେବୀ କି ମାନବୀ ଚୋରଗଙ୍ଗ ଦେବ କିପରି ଜାଣିଲେ? ଦିବ୍ୟ ନାରୀଟି ଦେବୀ କି ମାନବୀ ଚୋରଗଙ୍ଗ ଦେବ ତାର ଛାୟାରୁ ଜାଣିପାରିଲେ। ଅନିଲେ କଦାପି ଟଳେ କି ଅଚଳ ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି? ଅନିଲେ କଦାପି ଟଳେ କି ଅଚଳ ପ୍ରସଙ୍ଗଟି ଚୋରଗଙ୍ଗ ଶିବିରରେ ନନ୍ଦିକା ପ୍ରବେଶ କରି ପ୍ରେମ ଭିକ୍ଷା କରିବା ସମୟରେ କୁହାଯାଇଛି। ଚୋରଗଙ୍ଗଙ୍କର ହୃଦୟ କାହିଁକି ଆଲୋଡ଼ିତ ହେଲା? ଚୋରଗଙ୍ଗଙ୍କର ହୃଦୟ ଘୃଣା, ଦୁଃଖ, ବିସ୍ମୟରେ ଆଲୋଡ଼ିତ ହେଲା। ଯଯାତିଙ୍କ ଯଶୋରାଶି କେଉଁଠି ଠୁଳ ହୋଇଛି ଓ କିପରି? ଯଯାତିଙ୍କ ଯଶୋରାଶି ମରକତ ମଣି ସଦୃଶ ସେ କୁଲକେତନ ସଦୃଶ। ଯଯାତିଙ୍କ କୁଳରେ ନନ୍ଦିକାର ଜନ୍ମକୁ ଚୋଡ଼ଗଙ୍ଗ କିପରି ତୁଳନା କରିଛନ୍ତି? ଯଯାତିଙ୍କ କୁଳରେ ନନ୍ଦିକାର ଜନ୍ମକୁ ଚୋଡ଼ଙ୍ଗ ଦେବବାଣୀ ସହିତ ଅପଭାଷା ମିଶିଲା ପରି ଏବଂ ଭାଗୀରଥୀ ସହିତ କର୍ମନାଶୀ ନନ୍ଦୀ ମିଶିଲା ପରି ତୁଳନା କରିଛନ୍ତି। ନନ୍ଦିକା କେଉଁ ତିନି ମହାପାପ କରିଥିଲେ? ନନ୍ଦିକା ଦେଶଦ୍ରୋହୀ, ରାଜଦ୍ରୋହୀ, ପିତୃଦ୍ରୋହୀ ତିନି ମହାପାପ କରିଥିଲେ। ନନ୍ଦିକାକୁ ତାହାର ଆତ୍ମକୃତ ପାପ କରି କିପରି ପ୍ରତ୍ୟାହାର ହେଲା? ନନ୍ଦିକାକୁ ତାର ଆତ୍ମକୃତ ପାପ କରି ବିବେକ ଦର୍ଶନ କଲା ଓ ଅନୁତାପ ଆସିଲା। ନନ୍ଦିକା କାହାକୁ ଆଶ୍ରୟ ମାଗୁଥିଲା? ନନ୍ଦିକା ନତମୁଖରେ ପୃଥିବୀକୁ ତା ଗର୍ଭରେ ସ୍ଥାନ ଦେବା ପାଇଁ ନୀରବରେ ମାଗୁଥିଲା। ନନ୍ଦିକା ତାଙ୍କ ପିତାଙ୍କୁ ଚିଠିରେ କଣ ଲେଖିଥିଲେ? ନନ୍ଦିକା ଚିଠି ତାଙ୍କ ପିତାଙ୍କୁ ପାପ ଭାର ମୁଣ୍ଡରେ ଘେନି ମୃତ୍ୟୁବରଣ କରିଛି ବୋଲି ଲେଖିଥିଲେ। ସୁବର୍ଣ୍ଣ କେଶରୀ ଚୋରଗଙ୍ଗକୁ କଣ ସମର୍ପଣ କରି କେଉଁଠିକୁ ଗଲେ? ସୁବର୍ଣ୍ଣ କେଶରୀ ଚୋରଗଙ୍ଗଙ୍କୁ ଜୈତ୍ରମଣି ସହିତ ସିଂହାସନ ସମର୍ପଣ କରି ମହାନଦୀ ତୀରକୁ ବନବାସୀ ହୋଇଥିଲା। 3 ମାର୍କା ଲାଗି ପ୍ରଶ୍ନ ତ ତମେ ଲେଖାର ଅଛି। ଲେଖା ଆଉ ଲେଖକ ପାଇଁ
1 नंबर आज उत्तर लेख 2 मार्का मिलवा। 1 नंबर काठजोड़ी तीर चोरगंग देवଙ୍କ ତମର ସଜ୍ଜାର ଚିତ୍ର ପ୍ରଦାନ କର। କାଠଯୋଡ଼ି ତୀରରେ ଚୋରଗଙ୍ଗ ଶିବିର ସ୍ଥାପନ କରିଥିଲେ। କୋଲହଳ ଲାଗି ରହିଥିଲା। ଧାଡ଼ି ଧାଡ଼ି ହୋଇ ଶତ୍ରୁ ତମ୍ବୁ ଖୋଳି ଶୈଳ ପରି ଦେଖାଯାଉଥିଲେ। ପତାକା ଉଡୁଥିଲା। ସନ୍ଧ୍ୟାକାଳୀନ ସୂର୍ଯ୍ୟଙ୍କ କିରଣରେ ଅସ୍ତ୍ର ଝକ ଝକ କରୁଥିଲା। ବାଜା ଶବ୍ଦରେ ଆବନି କମ୍ପୁଥିଲା। କାଠଯୋଡ଼ି ନଦୀ ଗର୍ଭରୁ ପ୍ରତିଧ୍ୱନି ଉଠୁଥିଲା। ଯୋଦ୍ଧା ଦଳ ଲାଖ ବିନ୍ଦୁ ଥିଲେ। ଖଣ୍ଡା ଖଲସି ଉଠୁଥିଲା। ରଙ୍ଗସ୍ଥଳୀରେ ମଲ୍ଲ ଯୋଦ୍ଧାମାନେ ଅଭ୍ୟାସ କରୁଥିଲେ। ଅଶ୍ୱାରୋହୀ ଅଶ୍ଵ ଚଲାଇ ଚକ୍କର କାଟୁଥିଲେ। ହାତୀମାନେ ଅବରୋହଣ କରୁଥିଲେ। ଓଟମାନେ ଗଛ ମୂଳରେ ଘାସ ଖାଉଥିଲେ। ନନ୍ଦୀ କିଶୋରୀ କାବ୍ୟରେ ଉଷା ବର୍ଣ୍ଣନା ଚିତ୍ର ବର୍ଣ୍ଣନା କର। ନନ୍ଦୀ କିଶୋରୀ କାବ୍ୟରେ ଉଷା ବର୍ଣ୍ଣନା ଚିତ୍ର ମନୋମୁଗ୍ଧକର। ଉଷାର ଅନୁପମ ଚିତ୍ରରେ କାବ୍ୟ ହୃଦୟସ୍ପର୍ଶୀ ହୋଇଛି। କୁଆଁ ତାରା ଆକାଶରେ ପ୍ରବାହିତ ହେଲେ ପକ୍ଷୀମାନେ ରାବିକୁ ଲାଗିଲେ। ଗଙ୍ଗା ଦେବୀ ଚୋରଙ୍ଗ ଦେବଙ୍କୁ କେଉଁ ଉକ୍ତି ପ୍ରଚାର କରିବାକୁ କହିଛନ୍ତି ଓ କାହିଁକି? ଗଙ୍ଗା ଦେବୀ ଚୋରଙ୍ଗ ଦେବଙ୍କୁ ବୈଷ୍ଣବ ଭକ୍ତି ପ୍ରଚାର କରିବାକୁ କହିଛନ୍ତି। କାରଣ ତୁ ଯୋଦ୍ଧା, ଯୁଦ୍ଧରେ ଜୟ କରି ବୈଷ୍ଣବ ଧର୍ମର ଅକ୍ଷୟ କୀର୍ତ୍ତି ପ୍ରଚାର କରିବୁ। 4. ଧର୍ମବୀରର ମହତ୍ତ୍ୱ ସମ୍ପର୍କରେ କବି କ'ଣ କହିଛନ୍ତି? ଧର୍ମବୀର ବିନା ଧର୍ମ ସ୍ଥାପନ ହୋଇଯିବ ନାହିଁ। ଧର୍ମ ଅସ୍ତ୍ରରେ ମନୁଷ୍ୟ ହୃଦୟ ଜିତିବା ଉଚିତ। ଯୁଦ୍ଧ ଶତ୍ରୁ ହୃଦୟରେ ଭୀତି ସଞ୍ଚାର କରେ, କିନ୍ତୁ ଧର୍ମବଳ ଶତ୍ରୁ ହୃଦୟରେ ପ୍ରୀତି ସଞ୍ଚାର କରେ। ଧର୍ମ ଯୁଦ୍ଧରେ ପ୍ରୀତି ଲାଭ ପାଇଁ ନିୟତି ବର ପ୍ରଦାନ କରିଛନ୍ତି। ମହାନଦୀର ବର୍ଣ୍ଣନା କବି ଲେଖନୀୟ କିଭଳି ରୂପ ପାଇଛି? ମହାନଦୀ ହେଉଛି ଉତ୍କଳ ଭୁବନର ଗଙ୍ଗା। ଏହା ତୀର୍ଥେଶ ବା ସାଗର ପୂର୍ବେ ଭାଗକୁ ରହିଛନ୍ତି। ମହାନଦୀ ପାଇଁ ଉତ୍କଳ ଶସ୍ୟ ଶ୍ୟାମଳ, ତାଙ୍କ ମହିମା ଅଦ୍ଭୁତ। ପ୍ରଧାନ ପାଟ ଚିତ୍ର କିପରି ବର୍ଣ୍ଣନା କରାଯାଇଛି? ପ୍ରଧାନ ପାଟ ଏକ ପ୍ରପାତ। ଭୀଷଣ ଗର୍ଜନ ଅନୁକ୍ଷଣ କରେ। ନିରନ୍ତର ରତ୍ନ ସଦୃଶ ଇନ୍ଦ୍ରଧନୁ ଜାତ କରେ। ତାର ଜଳ ପବିତ୍ର। ବ୍ରାହ୍ମୀ ସହିତ ସେହି ଜଳଧାରା ମିଶିଛି। 7 ନମ୍ବର ସୁକାନ୍ତୀ ତନୁଜାଙ୍କର ଚାରି ସଖୀଙ୍କର ପରିଚୟ ଦିଅ। ବ୍ରାହ୍ମୀ, ବୈତାରଣୀ, ସୁବର୍ଣ୍ଣ ତଟିନୀ, ବଲାଙ୍ଗୀ। ବିଡ଼ାନାସୀ ଗଡ଼ରେ କିପରି ଉତ୍ସବ ପାଳିତ ହେଉଥିଲା? ବିଡ଼ାନାସୀ ଗଡ଼ରେ ଉତ୍ସବ ଲାଗି ରହିଛି। ବିଡ଼ାନାସୀ ଗଡ଼ର ରାଜା ସୁବର୍ଣ୍ଣ କେଶରୀ ବହୁବାର ପରାସ୍ତ ହୋଇ ଦକ୍ଷିଣ ଗଡ଼ଦ୍ୱାର ରୁଦ୍ଧ କରି ଦେଇଥିଲେ। ଦେବୀଙ୍କ ଚଣ୍ଡିକାଙ୍କ ନିର୍ଦ୍ଦେଶରେ ଫଳରେ ଶତ୍ରୁପକ୍ଷ ଚୋରାଙ୍ଗ ଗଡ଼ ଦେଇ ଭେଦ କରି ନ ପାରିବା ଯୋଗୁଁ ଫେରିଯିବାକୁ ବସିଛି। ସେଥିପାଇଁ ବିଡ଼ାନାସୀ ଗଡ଼ରେ ଉତ୍ସବ। କାବ୍ୟରେ ବର୍ଣ୍ଣିତ ତମିଶ୍ର ରଜନୀର ଚିତ୍ର ପ୍ରଦାନ କର। କାବ୍ୟରେ ବର୍ଣ୍ଣିତ ତମିଶ୍ର ରଜନୀ ଚାରିଆଡ଼େ ଛାଇ ଯାଇଛି। ଚଉଦିଗ ଅନ୍ଧାର କାଲିମା। ଜଳ ସ୍ଥଳ ଆକାଶ ଅନ୍ଧାର କରମୟ। ଜଳ ପ୍ରାୟ ବିଡ଼ାନାସୀ ଦେଖାଯାଉଛି। ଘରୁ ଦୀପଶିଖା ଲିଭି ଯାଇଛି। ସାଇଁ ସାଇଁ ଅନ୍ଧାର ଗର୍ଜୁଛି। ସମଗ୍ର ବିଡ଼ାନାସୀ ଅନ୍ଧାରରେ ନିପତିତ। ଚୋରଗଙ୍ଗଙ୍କ ସୌନ୍ଦର୍ଯ୍ୟ କବି କିପରି ବର୍ଣ୍ଣନା କରିଛନ୍ତି? ଚୋରଗଙ୍ଗଙ୍କର ବୀର ଓ ଶୌର୍ଯ୍ୟ ଚୋରଗଙ୍ଗଙ୍କ ଲଲିତ ମୂର୍ତ୍ତି ସଦୃଶ। କନ୍ଦର୍ପ ପରି ଚେହେରା। ଭୁଜ ପରି କୃପାଣ। ଅଙ୍ଗରେ ଚର୍ମ ବର୍ମ, ଶିରରେ ଶିରସ୍ଥାନ। ମନ୍ତ୍ରୀ ବାସୁଦେବ ରାଜା ସୁବର୍ଣ୍ଣ କେଶରୀଙ୍କୁ କି ମନ୍ତ୍ରଣା ଦେଇଥିଲେ? ମନ୍ତ୍ରୀ ବସୁଦେବ ରାଜା ସୁବର୍ଣ୍ଣ କେଶରୀଙ୍କୁ ପରାମର୍ଶ ଦେଇଥିଲେ ଯେ
ନନ୍ଦିକାକୁ ଚିରାଙ୍ଗଙ୍କ ହସ୍ତରେ ବିବାହ ଦେବା ପାଇଁ। ସେଥିପାଇଁ ସୁବର୍ଣ୍ଣ କେଶରୀ ମନ୍ତ୍ରୀ ବାସୁଦେବଙ୍କ ଦେଶାନ୍ତରୀ କରିଥିଲେ। କିଏ ପ୍ରଭୁ ପଣକୁ ଭାଜନ ନୁହେଁ। ଯିଏ ପର ମନକୁ ଚିହ୍ନିବାକୁ ସମର୍ଥ ନୁହେଁ ସେ କେବେ ପ୍ରଭୁ ପଣକୁ ଭାଜନ ନୁହେଁ। ପ୍ରେମର ଶକ୍ତି ସମ୍ପର୍କରେ କଣ କୁହାଯାଇଛି? ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମର ଜୟ ଅଛି, ପ୍ରେମର ମହାବଳ ବାନ, ପ୍ରେମ ଅବକାଲକୁ ବିରୋଧ କରିପାରେ, ପ୍ରେମ ସାହସ ଦିଏ। ନନ୍ଦିକାର ଅଭିକାଳୀନ ଜହ୍ନ ରାତିରେ ଶୋଭା ବର୍ଣ୍ଣନା କର। ନନ୍ଦିକାର ଅଭିସାର କାଳୀନ ଜହ୍ନରାତି ଶୋଭା ଅବର୍ଣ୍ଣନୀୟ। ଏହା ରୂପାତୀତ, ଜହ୍ନରାତିର ରୂପଦେହ ଛନ ଛନ। ଧବଳ ଶୋଭାମୟୀ ରାତି, ଶିବଙ୍କ ଜଟାରୁ ଗଙ୍ଗାଜଳ ପରି ଜ୍ୟୋତ୍ସ୍ନାରେ ପୃଥିବୀ ରଜମତ ମାୟା ସୃଷ୍ଟି କରୁଛି। ପୃଥିବୀ ଶ୍ୱେତ ଦ୍ୱୀପ ପରି ଦିଶୁଛି। ବାଲି ଜ୍ୟୋତ୍ସ୍ନା ବୋଲା ପରି ପ୍ରତୀୟମାନ। ପର୍ବତମାନେ ଚିତ୍ର ପ୍ରତିମା ପରି ଦିଶୁଛନ୍ତି। ଜ୍ୟୋତ୍ସ୍ନା ମୃତ ଚୋକାର ଚକରି ପାନ କରୁଛି। ବୀର ପକ୍ଷୀପାତି ସଦା ନାରୀ କୁଲେ, ଏହାର ଭାବ ପ୍ରକାଶ କର। ନାରୀ ସର୍ବଦା ବୀର ପକ୍ଷପାତୀ। ନାରୀ ବୀରତ୍ୱ ପ୍ରଶଂସା କରେ। ତାର ପ୍ରେମିକ ବୀରପୁରୁଷ ହଉ ଏହା ସେ କାମନା କରେ। ଦେବୀ ଶକ୍ତି ଓ ନିୟତିର ନିର୍ଦ୍ଦେଶ ସମ୍ପର୍କରେ କବିଙ୍କର ସମର୍ଥନକୁ ପ୍ରକାଶ କର। ଦୈବୀ ଶକ୍ତି ବଡ଼ ବଳିୟାର। ନିୟତିର ଅଧୀନରେ ସମସ୍ତ ପରିଚାଳନା। ଇଚ୍ଛା ମତ କେହି ପରିଚାଳିତ ନୁହନ୍ତି। ନିୟତିକୁ କବି ସମର୍ଥନ କରିଛନ୍ତି। ତିରସ୍କୃତା ନନ୍ଦିକାର ହତାଶ ଭାବରେ ଚିତ୍ର ପ୍ରଦାନ କର। ନନ୍ଦିକା ପିତା ସୁବର୍ଣ୍ଣ କେଶରୀଙ୍କ ଶତ୍ରୁ। ଚୋରଗଙ୍ଗଙ୍କ ବୀରତ୍ୱ ଓ ସୌନ୍ଦର୍ଯ୍ୟରେ ମୁଗ୍ଧ। ସେ ଚୋରଗଙ୍ଗଙ୍କ ପ୍ରେମରେ ପିତାଙ୍କ ମୃତ୍ୟୁ କବଚ ଯତ୍ରମଣି ନେଇ ଶତ୍ରୁ ଶିବିରକୁ ଯାଇଛି। ଜୈତାମଣି ଦେଇ ପ୍ରେମର ନିବେଦନ କରିଛି। ପ୍ରତି ଉତ୍ତରରେ ଚୋରଗଙ୍ଗ କୁଲପାଂଶୁଲ କହି ତିରସ୍କାର କରିଛନ୍ତି। ରାଜନନ୍ଦିନୀ ନନ୍ଦିକାର ପ୍ରାଣହୀନ ଶରୀରର ନିପ୍ରଭ କାନ୍ତିର ଚିତ୍ର ପ୍ରଦାନ କର। ରାଜନନ୍ଦିନୀ ନନ୍ଦିକାର ପ୍ରାଣହୀନ ଶରୀର ନିଃସପ୍ରଭ ହୋଇଯାଇଥିଲା। କାନ୍ତି ମଲିନ ଚାରୁ ନତ ନିଦ୍ରାରେ ମୁଦ୍ରିତ। ରାଜନନ୍ଦିନୀ ନନ୍ଦିକା ସେବିକାରେ ଥାଇ ପିତାଙ୍କୁ କଣ ଦେଖିଥିଲେ? ରାଜନନ୍ଦିନୀ ନନ୍ଦିକା କଜ୍ଜଳ ମିଶ୍ରିତ ଅଶ୍ରୁରେ ଚିଠି ଲେଖିଥିଲେ। ସେ ଲେଖିଥିଲା, ବାପା, ମୋର ଜୀବଲୀଳା ଏଇଠି ଶେଷ। ଅନ୍ତିମ ସମୟରେ ମୁଁ ତୁମର ପାଦ ବନ୍ଧନ କରୁଛି। ମୁଣ୍ଡରେ ପାପ ଭାର ବହନ କରି ଯାଉଛି ଆର ପାରିକୁ। ମୁଁ କୁଲ କଲିନି, ମୋ ସ୍ମୃତି ମୋ ସମାଧିରେ ନିହିବ। ମାତାକୁ କହିବ ଶୋଚନ କରିବେ ନାହିଁ। ମୋତେ ସ୍ମୃତି ପଟରୁ ପୋଛି ଦେବେ। ମୁଁ ଯାହାକୁ ପ୍ରାଣ ପ୍ରତି କରି ବରଣ କରିଥିଲି ସେ ତାଙ୍କୁ ନିଜ ପୁତ୍ର ପରି ଗ୍ରହଣ କରିବ। ନିର୍ଜନ ସ୍ଥାନରେ ମୋ ପିଣ୍ଡ ସତ୍କାର କରିବ। ନନ୍ଦିକାର ମୃତ୍ୟୁରେ ବର୍ଣ୍ଣିତ କାରୁଣ୍ୟର ଚିତ୍ର ଅଙ୍କନ କର। ନନ୍ଦିକା ସୁନ୍ଦରୀ ଓ ରୂପବତୀ। ସେ ସୁବର୍ଣ୍ଣ କେଶରୀଙ୍କ କନ୍ୟା। ଶତ୍ରୁପକ୍ଷ ଚୋରଙ୍ଗଙ୍କୁ ସେ ଭଲ ପାଇ ବସିଛି। ଚୋରଗଙ୍କ ଠାରୁ ପ୍ରେମ ପ୍ରତ୍ୟାଖ୍ୟାନ ହେବା ପରେ ସେ ତାର ବିବେକ ଦର୍ଶନ କରିଛି। ସେ ମୃତ୍ୟୁ ବରଣ କରିଛି। ନନ୍ଦିକାର ମୃତ୍ୟୁ କରୁଣ ରସ ସୃଷ୍ଟି କରିଛି। ରାଜା ସୁବର୍ଣ୍ଣ କେଶରୀ କନ୍ୟା ପାଇଁ କାନ୍ଦି ଉଠିଛନ୍ତି। ପରିବେଶ କରୁଣପୂର୍ଣ୍ଣ ହୋଇଛି। 5 ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନାବଳୀ, जिनटाकि 150 शब्द अंदर उत्तर लेखा कही ताकि मैं रीड नहीं करवार।
ଦୁଇ ନମ୍ବର ରାଧାନାଥଙ୍କର ଏକ ବୈଚିତ୍ର୍ୟପୂର୍ଣ୍ଣ ସୃଷ୍ଟି ନନ୍ଦୀ କିଶୋରୀ ଆଲୋଚନା କର କହିଛି। 3 ନମ୍ବର ପ୍ରେମ ଅନ୍ଧ ଅଟେ ନନ୍ଦୀ କିଶୋରୀ କାବ୍ୟରୁ ଏହି ଉକ୍ତିର ଯଥାର୍ଥ ଦର୍ଶା କହୁଛି ଯେନ୍ଟାକି ଏଠି ପଢ଼ବାକେ ବହୁତ ଟାଇମ୍ ଲାଗିଯିବା ଯେ ତୁମ ଟାଇମ୍ ୱେଷ୍ଟ ନାଇଁ କରି ଖାଲି ଭିଡ଼ିଓକେ ମୁଇଁ ଉପର କରୁଛେ।